ॐ श्री गणेशाय नमः। ॐ नमो भगवते वासुदेवाय। श्रीमद्भागवत महापुराणं तृतीयस्कन्धः अथ सप्तमोऽध्यायः। भगवानଙ୍କର लीलावतार चरित। से ନିତାନ୍ତ ଶିଶୁ ଅବସ୍ଥାରେ ପୂତନା ରାକ୍ଷସୀର ପ୍ରାଣ ହରିନେବା, 3 ମାସର ହେଉ ହେଉ ଗୋଡ଼ ଛାଟି ଦେଇ ଏକ ବିରାଟ ଶଗଡ଼କୁ ଓଲଟାଇ ଦେବା, ଆଣ୍ଠୋଇବା ବୟସରେ ଆଣ୍ଠୋଇ ଆଣ୍ଠୋଇ ଯାଇ 2ଟି ଆକାଶଛୁଆଁ ବିରାଟ ଅର୍ଜୁନ ବୃକ୍ଷ ମଝିରେ ପଶି ସେହି 2ଟିକୁ ଉପାଡ଼ି ଦେବା, ଏସବୁ କିଛି ସାମାନ୍ୟ କଥା ନୁହେଁ। ଏପରି ଅଦ୍ଭୁତ କର୍ମ ସ୍ୱୟଂ ଭଗବାନଙ୍କ ବିନା ଅନ୍ୟ କେହି କରିପାରିବେ ନାହିଁ। କାଳିଅ ନାଗର ବିଷରେ ଯମୁନା ଜଳ ବିଷାକ୍ତ ହୋଇଯାଇଥିବ। ସେହି ଜଳ ପିଇ ଯେତେବେଳେ ବାଛୁରୀ ଆଉ ଗୋପାଳ ବାଳକମାନେ ମରିଯିବେ, ସେତେବେଳେ ଶ୍ରୀକୃଷ୍ଣ ନିଜର କୃପା ଦୃଷ୍ଟି ବର୍ଷଣ କରି ସେମାନଙ୍କୁ ବଞ୍ଚାଇ ଦେବେ ଏବଂ ଯମୁନା ଜଳକୁ ବିଶୁଦ୍ଧ କରିବା ଲାଗି ସେ ସେଥିରେ ବିହାର କରିବେ ଓ ବିଷାକ୍ତ ଜିଭ ଲହଲହ କରୁଥିବା କାଳିଆକୁ ମର୍ଦ୍ଦନ କରି ସେଠାରୁ ତଡ଼ିଦେବେ। ସେହିଦିନ ରାତିରେ ସମସ୍ତେ ଯମୁନା ତଟରେ ନିଘୋଡ଼ ନିଦରେ ଶୋଇଥିବା ବେଳେ ପାଖ ବଣରେ ନିଆଁ ଲାଗିଯିବ। ବ୍ରଜବାସୀମାନେ ନିଆଁ ଘେରରେ ଭିତରେ ଆର୍ତ୍ତନାଦ କରିବେ। ସେତେବେଳେ ବଳରାମଙ୍କର ସହିତ ମିଶି ସେ ସେମାନଙ୍କୁ ଆଖି ବନ୍ଦ କରିଦେବାକୁ କହିବ ଓ ସୁନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା କରି ବ୍ରଜ ଫେରାଇ ଆଣିବେ। ପ୍ରଭୁଙ୍କର ସେହି ଲୀଳା ମଧ୍ୟ ଅଚିନ୍ତ୍ୟ ଏବଂ ଅଲୌକିକ ହେବ। ଦିନେ ତାଙ୍କ ମା ତାଙ୍କୁ ଦଉଡ଼ିରେ ବାନ୍ଧିବାକୁ ବସିବେ, କିନ୍ତୁ ସେ ଯେତେ ଦଉଡ଼ି ଆଣିଲେ ବି ତାହାଙ୍କର ଅଣ୍ଟା ପେଟକୁ ପାଇବ ନାହିଁ। ବାନ୍ଧିଲା ବେଳକୁ 2 ଆଙ୍ଗୁଳି ଛୋଟ ହେବ। ଆଉ ଦିନେ ଶ୍ରୀକୃଷ୍ଣ ହାଇ ମାରିଲା ବେଳେ ତାଙ୍କ ପାଟି ଭିତରେ 14 ଭୁବନ ରହିଥିବା ଦେଖାଦେଇ ମାତା ଯଶୋଦା ପ୍ରଥମେ ଭୟଭୀତ ହୋଇଯିବେ, କିନ୍ତୁ ଶେଷରେ ସେ ପୁନଃ ଆଶ୍ୱସ୍ତ ହେବେ। ପ୍ରଭୁ ନନ୍ଦଗୋପଙ୍କୁ ଅଜଗର ଭୟରୁ ଓ ବରୁଣଙ୍କ ବନ୍ଧନରୁ ମୁକ୍ତ କରିବେ। ମୟଦାନବର ପୁଅ ବ୍ୟୋମାସୁର ଯେତେବେଳେ ଗୋପାଳ ବାଳକମାନଙ୍କୁ ନେଇ ପାହାଡ଼ ଗୁମ୍ଫାରେ ପୁରାଇ ରୁଦ୍ଧ କରିଦେବେ, ସେତେବେଳେ ସେ ସେମାନଙ୍କୁ ମଧ୍ୟ ସେଠାରୁ ଉଦ୍ଧାର କରିବେ। ଗୋକୁଳର ଲୋକେ ଦିନ ସାରା କାମଧନ୍ଦା ବ୍ୟସ୍ତରେ ରହିବେ ଓ ରାତିରେ କ୍ଳାନ୍ତ ହୋଇ ଶୋଇପଡ଼ିବେ। ଦିନ ରାତି ଏହିପରି କଟାଇ ଦେଉଥିବାରୁ ସେମାନେ କୌଣସି ଆଧ୍ୟାତ୍ମିକ ସାଧନା କରିବେ ନାହିଁ। ସେପରି ସାଧନାହୀନ ଲୋକଙ୍କୁ ମଧ୍ୟ ସେ ନିଜର ପରମ ଧାମକୁ ନେଇ ଯିବେ। ହେ ନିଷ୍ପାପ ନାରଦ, ଶ୍ରୀକୃଷ୍ଣଙ୍କ ବୁଦ୍ଧିରେ ପଡ଼ି ଗୋପର ଲୋକେ ଇନ୍ଦ୍ରଙ୍କର ଯଜ୍ଞ ପୂଜା ବନ୍ଦ କରିଦେବେ। ତା ଫଳରେ ଇନ୍ଦ୍ର କ୍ରୋଧରେ ବ୍ରଜଭୂମିକୁ ବିଧ୍ୱଂସ କରିଦେବା ନିମନ୍ତେ ଗୋପର ଚାରିଆଡ଼େ ମୂଷଳଧାରାରେ ବର୍ଷା କରିବେ। ବ୍ରଜବାସୀମାନେ ତାଙ୍କୁ ସେମାନଙ୍କର ପଶୁମାନଙ୍କୁ ସେହି ଘୋର ବର୍ଷାରୁ ରକ୍ଷା କରିବା ନିମନ୍ତେ 7 ବର୍ଷର ବାଳକ ଶ୍ରୀକୃଷ୍ଣ କୃପା ପରବଶ ହୋଇ ଗୋବର୍ଦ୍ଧନ ପର୍ବତକୁ ଗୋଟିଏ ହାତରେ 7 ଦିନ ପର୍ଯ୍ୟନ୍ତ ଛତୁଟିଏ ପରି ଟେକି ଧରିବା ପରି ଅବଲୀଳା କ୍ରମେ ଟେକି ଧରିବେ। ବୃନ୍ଦାବନରେ ବିହାର କରିବା ସମୟରେ ତାଙ୍କର ରାସଲୀଳା କରିବାକୁ ଇଚ୍ଛା ହେବ। ରାତିରେ ଚାରିଆଡ଼େ ଉଜ୍ଜ୍ୱଳ ଚନ୍ଦ୍ର କିରଣ ବିଛେଇ ହୋଇ ପଡ଼ିଥିବ। ଏହିପରି ସମୟରେ ସେ ନିଜର ବଂଶୀରେ ମଧୁର ସଙ୍ଗୀତର ତାନ ତୋଳିବେ। ସେହି ବଂଶୀ ସ୍ୱନରେ ପ୍ରେମ ବିହୋଳା ହୋଇ ଗୋପୀମାନେ ଘରୁ ବାହାରି ଆସିବେ। କୁବେରଙ୍କର ସେବକ ଶଙ୍ଖଚୂଡ଼ ଗୋପୀମାନଙ୍କୁ ହରଣ କରି ନେବାକୁ ଶ୍ରୀକୃଷ୍ଣ ତାର ଶିରଚ୍ଛେଦନ କରିବେ ଏବଂ ଗୋପୀମାନଙ୍କୁ ଉଦ୍ଧାର କରିବେ। ଏପରି ଦୁଷ୍ଟ ନାଶନ ଛଡ଼ା ଶ୍ରୀକୃଷ୍ଣ ଆହୁରି ମଧ୍ୟ ପ୍ରଲମ୍ବାସୁର, ଧେନୁକାସୁର, ବକାସୁର, କେଶୀ, ଅରିଷ୍ଟାସୁର ଆଦି ଦୈତ୍ୟ ଓ ଚାଣୁର ଆଦି ମଲ୍ଲମାନଙ୍କୁ, କୁବଳୟପୀଡ଼ା, ହସ୍ତିକୁ, କଂସ, କାଳଯବନ, ଭୈମାସୁର ବା ନରକାସୁର, ପୌଣ୍ଡ୍ରୁକ, ଶାଲ୍ୱ, ଦ୍ୱିବିଜ, ବାନର, ବଲ୍ୱଳ, ଦନ୍ତବକ୍ତ୍ର, ରାଜା ନଗ୍ନଜିତ୍‌ଙ୍କ 7 ଷଣ୍ଢ, ସମ୍ବରାସୁର, ବିଦୁରଥ ଓ ରୁକ୍ମୀ ଆଦି ଦୁଷ୍ଟମାନଙ୍କୁ ତଥା କାମ୍ବୋଜ, ମତ୍ସ୍ୟ, କୁରୁ, କୈକେୟ ଏବଂ ସଞ୍ଜୟ ଆଦି ଦେଶ ରାଜାମାନଙ୍କୁ ଏବଂ ଧନୁର୍ବାଣ ଧରି ଯେତେ ସବୁ ଯୋଦ୍ଧା ଯୁଦ୍ଧକ୍ଷେତ୍ରରେ ଆଗକୁ ଆସିବେ, ସେ ସମସ୍ତଙ୍କୁ କେତେବେଳେ ବଳରାମ, କେତେବେଳେ ଭୀମ, କେତେବେଳେ ଅର୍ଜୁନ ଆଦି ନାମରେ ବାହାନା କରି ସେ ସ୍ୱୟଂ ନିଧନ କରିବେ ଏବଂ ଭଗବାନଙ୍କ ଦ୍ୱାରା ନିହତ ହୋଇ ସେମାନେ ଭଗବତ୍ ଧାମକୁ ଚାଲିଯିବେ। କାଳର ଗତି ଅନୁସାରେ ଲୋକଙ୍କର ବୁଝିବା ଶକ୍ତି କମ୍ ହୋଇଯାଏ।
ଆୟୁ ମଧ୍ୟ କମିଯାଏ। ସେତେବେଳେ ଭଗବାନ ଦେଖନ୍ତି ଯେ ଲୋକମାନେ ଭଗବତ ତତ୍ତ୍ୱ ପ୍ରତିପାଦକ ବେଦବାଣୀର ତାତ୍ପର୍ଯ୍ୟ ବୁଝିବାକୁ ଅସମର୍ଥ ହୋଇଗଲେଣି। ତେଣୁ ପ୍ରତ୍ୟେକ କଳ୍ପରେ ଭଗବାନ ସତ୍ୟବତୀଙ୍କ ଗର୍ଭରୁ ବ୍ୟାସ ରୂପରେ ଆବିର୍ଭୂତ ହୋଇ ବେଦରୂପୀ ବୃକ୍ଷକୁ ବିଭିନ୍ନ ଶାଖାରେ ବିଭକ୍ତ କରିଦିଅନ୍ତି। ଦେବତାମାନଙ୍କର ଶତ୍ରୁ ଦୈତ୍ୟମାନଙ୍କର ମଧ୍ୟ ବେଦ ମାର୍ଗର ସାହାଯ୍ୟ ନେଇ ମୟଦାନବ ଦ୍ୱାରା ନିର୍ମିତ ଅଦୃଶ୍ୟ ବେଦ ସମ୍ପନ୍ନ ନଗରମାନଙ୍କରେ ରହି ଲୋକଙ୍କର ସତ୍ୟାନାଶ କରିବାକୁ ଲାଗିବେ। ସେତେବେଳେ ଭଗବାନ ସେମାନଙ୍କୁ ବୁଦ୍ଧିରେ ମୋହ ଆଉ ଲୋଭ ଉତ୍ପନ୍ନ କରାଉଥିବା ବେଶ ଧରି ବୁଦ୍ଧ ରୂପରେ ବହୁ ଉପଧର୍ମ ଉପଦେଶ ଦେବେ। କଳିଯୁଗ ଶେଷରେ ଯେତେବେଳେ ସତ୍ପୁରୁଷମାନଙ୍କର ଘରେ ମଧ୍ୟ ଭଗବତ କଥା ଚର୍ଚ୍ଚିତ ହେବାରେ ବାଧା ଉପୁଜିବ, ବ୍ରାହ୍ମଣ କ୍ଷତ୍ରିୟ ତଥା ବୈଶ୍ୟମାନେ ପାଷଣ୍ଡ ହୋଇଯିବେ ଏବଂ ଶୂଦ୍ରମାନେ ରାଜା ହୋଇଯିବେ, ଏହିପରିକି କୌଣସିଠାରେ ସ୍ୱାହା ସ୍ୱଧା ଏବଂ ବସଟ୍କାର ଧ୍ୱନି ଶୁଣିବାକୁ ମିଳିବ ନାହିଁ। ସେତେବେଳେ କଳିଯୁଗକୁ ଶାସନ କରିବା ନିମନ୍ତେ ଭଗବାନ କଳ୍କି ଅବତାର ଗ୍ରହଣ କରିବେ। ସଂସାର ସର୍ଜନା ସମୟ ଆସିଗଲେ ସେହି ସର୍ବଶକ୍ତିମାନ ଭଗବାନ ନିଜ ମାୟାରେ ବିଭୂତିମାନଙ୍କୁ ତପସ୍ୟା ପ୍ରଜାପତି, ମରିଚି ଆଦି ଋଷିଙ୍କ ରୂପରେ ତଥା ମୋ ବା ବ୍ରହ୍ମା ରୂପରେ ଉତ୍ପନ୍ନ କରନ୍ତି। ସୃଷ୍ଟି ରକ୍ଷାର ସମୟ ଆସିଗଲେ ସେ ଧର୍ମ, ବିଷ୍ଣୁ, ମନୁ, ଦେବତା ଓ ରାଜା ରୂପରେ ଏବଂ ସୃଷ୍ଟି ପ୍ରଳୟର ସମୟ ଆସିଗଲେ ଅଧର୍ମ, ରୁଦ୍ର ତଥା କ୍ରୋଧବଶ ନାମକ ସର୍ପ ଓ ଦୈତ୍ୟ ଆଦିଙ୍କ ରୂପରେ ନିଜର ମାୟାର ବିଭୂତିମାନଙ୍କୁ ହିଁ ପ୍ରକଟ କରନ୍ତି। ନିଜର ପ୍ରତିଭା ବଳରେ କେହି ହୁଏତ ପୃଥିବୀର ଧୂଳି କଣାଗୁଡ଼ିକୁ ଗୋଟି ଗୋଟି କରି ଗଣି ଦେଇପାରନ୍ତି, କିନ୍ତୁ ଜଗତରେ ଏପରି କେଉଁ ପ୍ରତିଭାବାନ ପୁରୁଷ ଅଛନ୍ତି ଯେ କି ଭଗବାନଙ୍କର ବିଭିନ୍ନ ପରାକ୍ରମ ଆଉ ଲୀଳାମାନଙ୍କୁ ଗଣିପାରିବେ? ବାମନାବତାରରେ ପ୍ରଭୁ ଯେତେବେଳେ ନିଜ ପାଦରେ ତ୍ରିଲୋକକୁ ମାପିଲେ, ସେତେବେଳେ ତାଙ୍କ ଚରଣର ଅଦମ୍ୟ ବେଗରେ ସମଗ୍ର ବ୍ରହ୍ମାଣ୍ଡ କମ୍ପିବାକୁ ଲାଗିଲା। ସେତେବେଳେ ସେ ନିଜେ ହିଁ ନିଜ ଶକ୍ତି ବଳରେ ବ୍ରହ୍ମାଣ୍ଡକୁ ସ୍ଥିର କରି ରଖିଥିଲେ। ଏହା କେଡ଼େ ଦିବ୍ୟ ଲୀଳା ନୁହେଁ ସତେ? ସମସ୍ତ ସୃଷ୍ଟିର ରଚନାକାରିଣୀ ତଥା ସଂହାରକାରିଣୀ ମାୟା ହେଉଛି ତାହାଙ୍କର ହିଁ ଏକ ଶକ୍ତି। ସେ ହେଉଛନ୍ତି ଏହିପରି ଅନନ୍ତ ଶକ୍ତିମାନଙ୍କର ଆଶ୍ରୟ। ତାଙ୍କ ସ୍ୱରୂପକୁ ନା ମୁଁ ଜାଣେ ନା ତୁମର ବଡ଼ ଭାଇ ସନକାଦି ଜାଣନ୍ତି। ଏପରି ଅବସ୍ଥାରେ ଅନ୍ୟମାନଙ୍କ କଥା ବା କହିବା କ'ଣ? ଆଦିଦେବ ଭଗବାନ ଶେଷନାଗ ଆଦି ସହସ୍ର ମୁଖରେ ତାହାଙ୍କର ଗୁଣଗାନ କରି ଚାଲିଛନ୍ତି, କିନ୍ତୁ ସେ ଏପର୍ଯ୍ୟନ୍ତ ପ୍ରଭୁଙ୍କର ଗୁଣାବଳୀର ଅନ୍ତ ଯେ କେଉଁଠି ତାହା କଳ୍ପନା ବି କରିପାରୁନାହାନ୍ତି। ଯେଉଁମାନେ ଅତ୍ୟନ୍ତ ନିଷ୍କପଟ ଭାବରେ ନିଜର ସର୍ବସ୍ୱକୁ ତଥା ସ୍ୱୟଂ ନିଜକୁ ତାହାଙ୍କର ଚରଣ କମଳରେ ସମର୍ପଣ କରନ୍ତି ବା କରିଦିଅନ୍ତି, ସେମାନଙ୍କ ଉପରେ ସେହି ଅନନ୍ତ ଭଗବାନ ନିଜ ପକ୍ଷରୁ ଦୟା ବର୍ଷଣ କରନ୍ତି ଏବଂ ପ୍ରଭୁଙ୍କର ଦୟାର ପାତ୍ର ହୋଇ ସେମାନେ ତାହାଙ୍କର ଦୁସ୍ତର ମାୟାର ସ୍ୱରୂପ ଜାଣିପାରନ୍ତି ତଥା ସେହି ମାୟାକୁ ପାରି ହୋଇପାରନ୍ତି। ସେଭଳି ଲୋକେ କୁକୁର ଶିଆଳଙ୍କର ଖାଦ୍ୟରୂପୀ ଏହି ଦେହ ପ୍ରତି ମୋର ଭାବନା ରଖନ୍ତି ନାହିଁ। ପ୍ରିୟ ନାରଦ, ପରମ ପୁରୁଷଙ୍କର ସେହି ଯୋଗମାୟାକୁ ମୁଁ ଜାଣେ ତଥା ତୁମେ, ତୁମର ଭାଇ ସନକାଦି, ଭଗବାନ ଶଙ୍କର, ଦୈତ୍ୟକୁଳ ଭୂଷଣ ପ୍ରହ୍ଲାଦ, ସ୍ୱୟମ୍ଭୁବ ମନୁ, ଶତରୂପା ମନୁପୁତ୍ର, ପ୍ରିୟବ୍ରତ ଆଦି ପ୍ରାଚୀନ ବହ୍ନି, ପୃଭୁ, ବେଣଙ୍କର ପିତା ଅଙ୍ଗ ଓ ଧ୍ରୁବ ମଧ୍ୟ ଜାଣନ୍ତି। ଏମାନଙ୍କ ଛଡ଼ା ଇକ୍ଷ୍ୱାକୁ, ପୁରୁରବା, ମୁଚୁକୁନ୍ଦ, ଜନକ, ଗାଧି, ରଘୁ, ଅମ୍ବରୀଶ, ସଗର, ଗୟ, ଯଯାତି ପ୍ରଭୃତି ତଥା ମାନ୍ଧାତା, ଅଳର୍କ, ଶତଧନ୍ୱା, ଅନୁ, ରନ୍ତିଦେବ, ଭୀଷ୍ମ, ବଳି, ଅମୃତରୟ, ଦିଲୀପ, ସୌଭରୀ, ଉତ୍ତଙ୍କ, ଶିବି, ଦେବଳ, ପିପ୍ପଳାଦ, ସାରସ୍ୱତ, ଉଦ୍ଧବ, ପରାଶର, ଭୂରିସେନ, ବିଭୀଷଣ, ହନୁମାନ, ଶୁକଦେବ, ଅର୍ଜୁନ, ଆଷ୍ଟିସେନ, ବିଦୁର, ସୁକ୍ତଦେବ ପ୍ରଭୃତି ମହାତ୍ମାମାନେ ମଧ୍ୟ ଜାଣନ୍ତି। ଭଗବାନଙ୍କର ପରାକ୍ରମ ବଡ଼ ଅଦ୍ଭୁତ ଯେ ସେହି ପ୍ରଭୁଙ୍କର ଶରଣାର୍ପଣ ହୋଇଯାଆନ୍ତି, ସେ ଆପେ ଆପେ ଭଗବାନଙ୍କର ଭକ୍ତ ହୋଇଯାଆନ୍ତି। ସେମାନଙ୍କର ସୁଶୀଳତା ସ୍ୱଭାବ ଓ ଆଚରଣ ମଧ୍ୟ ସତ୍ପୁରୁଷଙ୍କର ଆଚରଣ ଆଦି ପରି ହୋଇଯାଏ।
ସେହି ଭକ୍ତମାନେ ସ୍ତ୍ରୀ ହୋଇଥାନ୍ତୁ କି ଶୂଦ୍ର, ହୁଣ, ଭିଲ ଆଦି ତଳୁଆ ଜାତିର ମଧ୍ୟ ମନୁଷ୍ୟ ହୋଇଥାନ୍ତୁ କି ପଶୁ ପକ୍ଷୀ ଆଦି ଯେକୌଣସି ଯୋନିର ହୋଇଥାନ୍ତୁ ନା କାହିଁକି, ସେମାନେ ଭଗବାନଙ୍କର ଶରଣାଗତ ବଳରେ ଏହି ଦୁସ୍ତର ଦେବମାୟାକୁ ପାରି ହୋଇଯାଆନ୍ତି। ଏହିଭଳି ନିଜାତେ ନିଜ ପ୍ରାଣୀ ଯେତେବେଳେ ପାରି ହୋଇଯାଆନ୍ତି, ବୈଦିକ ସଦାଚାର ପାଳନ କରୁଥିବା ଲୋକେ ଯେ ଏହି ଦେବମାୟାକୁ ପାରି ହୋଇପାରିବେ, ଏହା କହିବା ଅତ୍ୟୁକ୍ତି ମାତ୍ର। ପରମାତ୍ମାଙ୍କର ବାସ୍ତବିକ ସ୍ୱରୂପ ହେଉଛି ଶାଶ୍ୱତ, ଶାନ୍ତ, ଅଭୟ ଏବଂ ଜ୍ଞାନମୟ। ସେଥିରେ ମାୟାର ମଳ ନଥାଏ କି ବିଷମତା ନଥାଏ। ତାହା ସତ୍ ଓ ଅସତ୍ ଉଭୟଠାରୁ ଊର୍ଦ୍ଧ୍ୱରେ ଅର୍ଥାତ୍ ଗୁଣାତୀତ। ତାହା ନିକଟରେ କୌଣସି ବୈଦିକ ବା ଲୌକିକ ଶବ୍ଦ ପହଞ୍ଚିପାରେ ନାହିଁ। ବିଭିନ୍ନ ପ୍ରକାର ସାଧନା ଦ୍ୱାରା ସମ୍ପନ୍ନ ହୋଇଥିବା କର୍ମ କିମ୍ବା ସେସବୁର ଫଳ ମଧ୍ୟ ସେହି ସ୍ୱରୂପ ନିକଟରେ ପହଞ୍ଚିପାରେ ନାହିଁ। ଅନ୍ୟ କଥା କ'ଣ କହିବା, ସ୍ୱୟଂ ମାୟା ମଧ୍ୟ ସେହି ସ୍ୱରୂପ ସମ୍ମୁଖକୁ ଯାଇପାରେ ନାହିଁ। ସେ ଭୟଭୀତା ହୋଇ ଲଜ୍ଜାରେ ହାତ ଯୋଡ଼ି କିଛି ଦୂରରେ ହିଁ ଠିଆ ହୁଏ। ଏପରି ମହିମାମୟ ହେଉଛି ସେହି ପରମ ପୁରୁଷ ଭଗବାନଙ୍କର ପରମ ପଦ। ମହାତ୍ମାମାନେ ତାହାକୁ ଶୋକରହିତ ଅନନ୍ତ ଆନନ୍ଦ ସ୍ୱରୂପ ବ୍ରହ୍ମ ରୂପରେ ଦର୍ଶନ କରନ୍ତି। ସଂଯମଶୀଳ ପୁରୁଷ ମନକୁ ସମାହିତ କରି ସେହି ପରମ ପଦରେ ଅବସ୍ଥିତ ହୋଇଯାଆନ୍ତି। ଇନ୍ଦ୍ର ସ୍ୱୟଂ ମେଘ ରୂପରେ ବିଦ୍ୟମାନ ହୋଇଥିବାରୁ ସେ ଯେପରି ଜଳ ନିମନ୍ତେ କୂଅ ଖୋଳିବାକୁ ନିଜ ପାଖରେ କୋଡ଼ି କୋଦଳା ରଖନ୍ତି ନାହିଁ, ସେହି ପରମ ପଦର ଚିତ୍ତ ନିବେଶ କରିଦେଇଥିବା ଯତୀଶ୍ୱରମାନେ ସେହିପରି ବିଭେଦ ଦୂର କରିଥିବା ଜ୍ଞାନ ସାଧନା ମଧ୍ୟ ଛାଡ଼ି ଦିଅନ୍ତି। ଭଗବାନ ହିଁ ସମସ୍ତ କର୍ମର ଫଳ ପ୍ରଦାନ କରନ୍ତି। କାରଣ ମନୁଷ୍ୟ ତାର ନିଜ ସ୍ୱଭାବ ଅନୁସାରେ ଯେଉଁ ଶୁଭ କର୍ମ କରେ, ସେସବୁ କେବଳ ଭଗବାନଙ୍କର ପ୍ରେରଣାରେ ହିଁ ହୋଇଥାଏ। ଶରୀର ଗଢ଼ିଥିବା ପଞ୍ଚଭୂତ ପୃଥକ୍ ପୃଥକ୍ ହୋଇଯିବା ପରେ ଶରୀର ନଷ୍ଟ ହୋଇଯାଏ ସତ, କିନ୍ତୁ ଆକାଶ ଯେପରି ନଷ୍ଟ ହୁଏ ନାହିଁ, ଶରୀରରେ ରହୁଥିବା ସେହି ଅଜନ୍ମା ପୁରୁଷ ସେହିପରି ନଷ୍ଟ ହୁଅନ୍ତି ନାହିଁ। ପ୍ରିୟ ନାରଦ, ନିଜର ସଂକଳ୍ପ ମାତ୍ରକେ ବିଶ୍ୱ ରଚନା କରୁଥିବା ସେହି ଷଡ଼ୈଶ୍ୱର୍ଯ୍ୟ ସମ୍ପନ୍ନ ଶ୍ରୀହରିଙ୍କର ବିଷୟ ମୁଁ ତୁମ ସମକ୍ଷରେ ସଂକ୍ଷେପରେ ବର୍ଣ୍ଣନା କରିଦେଲି। କାର୍ଯ୍ୟକାରଣ ରୂପେ ଅର୍ଥାତ୍ ସତ୍ ଅସତ୍ ରୂପେ ଯାହା କିଛି ରହିଛି, ସେସବୁ ହେଉଛି ଶ୍ରୀହରିଙ୍କର ହିଁ ସ୍ୱରୂପ। ଶ୍ରୀହରିଙ୍କ ବିନା ଜଗତରେ ଅନ୍ୟ କିଛି ବି ନାହିଁ। ମାତ୍ର ସେହି ଶ୍ରୀହରି ହେଉଛନ୍ତି ଏହି ଜଗତରୁ ମଧ୍ୟ ଅତୀତ। ଭଗବାନ ମୋତେ ଯେଉଁ ଉପଦେଶ ଦେଇଥିଲେ, ତାହା ହିଁ ହେଉଛି ଭାଗବତ। ଏଥିରେ ଭଗବାନଙ୍କର ବିଭୂତି ସଂକ୍ଷେପରେ ବର୍ଣ୍ଣିତ ହୋଇଛି। ତୁମେ ଏହାକୁ ବିସ୍ତାର କର। ଯେପରି ବର୍ଣ୍ଣନା କଲେ ସବୁରି ଆଶ୍ରୟ ତଥା ସର୍ବସ୍ୱରୂପ ଭଗବାନ ଶ୍ରୀହରିଙ୍କଠାରେ ଲୋକମାନଙ୍କର ଭିତରେ ପ୍ରେମମୟୀ ଭକ୍ତି ଉତ୍ପନ୍ନ ହେବ, ତାହାକୁ ଦୃଷ୍ଟିରେ ରଖି ତୁମେ ଏହା ସେହିପରି ବର୍ଣ୍ଣନା କର। ଯେଉଁମାନେ ଭଗବାନଙ୍କର ଅଚିନ୍ତ୍ୟ ଶକ୍ତି ମାୟାର ବର୍ଣ୍ଣନା କରନ୍ତି ଅଥବା ଅନ୍ୟମାନଙ୍କ ଦ୍ୱାରା କରାଯାଇଥିବା ସେହି ବର୍ଣ୍ଣନାକୁ ଅନୁମୋଦନ କରନ୍ତି ଅଥବା ଶ୍ରଦ୍ଧାର ସହିତ ତାହା ନିତ୍ୟ ଶ୍ରବଣ କରନ୍ତି, ସେମାନଙ୍କର ଚିତ୍ତ ମାୟା ଦ୍ୱାରା କଦାପି ମୋହିତ ହେବ ନାହିଁ। ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦ୍ୱିତୀୟସ୍କନ୍ଧେ ବ୍ରହ୍ମନାରଦ ସଂବାଦେ ସପ୍ତମୋऽଧ୍ୟାୟः।